ମୁଁ ଆଜି ପଢ଼େଇବି ତୁମକୁ ଷଷ୍ଠ ଶ୍ରେଣୀର ସାହିତ୍ୟ ବହିର ସ୍ୱାମୀ ବିବେକାନନ୍ଦଙ୍କ ବିଷୟ। ତେଣୁ ବିଷୟ ନାଁ ହେଲା ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦ। ଲେଖକ ହେଲେ ଡକ୍ଟର ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂ। ତାଙ୍କର ବିଷୟରେ କିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପାପସରା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। କିଏ? ଲେଖକ, ଜଣେ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଓ ଭାଷା ବିଶାରଦ ଭାବରେ ଓଡ଼ିଶାରେ ସେ ଜଣାଶୁଣା। ତାଙ୍କର ଲିଖିତ ପୁସ୍ତକଗୁଡ଼ିକ ମଧ୍ୟରେ ସ୍ୱପ୍ନଗନ୍ଧା, ଆମେ ସବୁଜ, ଶତାବ୍ଦୀ ପୁରୁଷ ଇତ୍ୟାଦି ପ୍ରଧାନ। ତେଣୁ ସିଏ ଏଇ ଲେଖିଛନ୍ତି ଆମର ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ। ତେଣୁ ଆସ ଆମେ ଆଜି ପଢ଼ିବା ସେଇ ବିଷୟରେ, କେମିତି କ'ଣ ତାଙ୍କ ଜୀବନୀ ଶୈଳୀ। ବିଲେ 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 ମା ବାହାରକୁ ଆସି ଉଚ୍ଚ ସ୍ୱରରେ ଡାକିଲେ, ମାତ୍ର କୌଣସି ଉତ୍ତର ମିଳିଲା ନାହିଁ। ମା ବ୍ୟସ୍ତ ହୋଇପଡ଼ିଲେ। ମା କ'ଣ କଲେ ନା ଘରେ ବିଲେ ବିଲେ ବୋଲି ଡାକ ଛାଡ଼ିଲେ, କିନ୍ତୁ ଜୋରେ ଡାକିଲେ, କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ। ମା ବ୍ୟସ୍ତ ହୋଇପଡ଼ିଲେ। ଅନେକ ବେଳୁ ସଞ୍ଜ ଗଡ଼ିଗଲାଣି, ଚାରିଆଡ଼ ଅନ୍ଧକାର, ରାତି ବଢ଼ୁଛି। ପୁଅ ତ ଘରେ ନାହିଁ, ଗଲା କୁଆଡ଼େ? ବିଲେକୁ ନ ପାଇ ଘରେ ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ। ବୁଝିପାରିଲ ନା ନାହିଁ? ଘରେ ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ କ'ଣ ନା ବିଲେ କୁଆଡ଼େ ଗଲା। ରାତି ଅଧ ହେଲା। କେହି ଜଣେ କଦଳୀ ବାଡ଼ି ଆଡ଼କୁ କୌଣସି କାମରେ ଯାଉଥିଲା। ତାଙ୍କର କଦଳୀ ବାଡ଼ି ଥିଲା, ତେଣୁ ସିଆଡ଼କୁ ଯାଇଥିଲା। ସେଇଠି ଦେଖିଲା ବିଲେ ଚକା ପକାଇ ନିର୍ବିକାର ଭାବରେ ବସିଛନ୍ତି। ବିଲେକୁ ଡାକି ଘରକୁ ଅଣାଗଲା। ବୁଝିପାରିଲ? ଏହାପରେ ପ୍ରକୃତ କଥାଟି ଜଣାପଡ଼ିଲା। ମା ପୁଅକୁ ରାମାୟଣ କଥା କହନ୍ତି। ସେ ଥରେ କହିଲେ, ହନୁମାନ ଅମର, ହନୁମାନ କେବେ ମରନ୍ତି ନାହିଁ। ବୁଝିପାରୁଛ? ହନୁମାନ କଦଳୀ ଖାଇବା ପାଇଁକି ସୁଖ ପାଆନ୍ତି। ହନୁମାନ ସବୁ କଦଳୀ ଖାଇବାକୁ ଭଲ ପାଏ ତାକୁ। ସେଇଥିପାଇଁ ବିଲେ ବସିଛି କଦଳୀ ବଣରେ। ହନୁମାନ କେତେବେଳେ ଆସିବେ ସିଏ ଦେଖିବେ। ବୁଝିପାରୁଛ? ତେଣୁ ଆମର ସ୍ୱାମୀ ବିବେକାନନ୍ଦଙ୍କର ଜୀବନୀ ଶୈଳୀ କିପରି ଥିଲା ସେଇ ବିଷୟ ସେ ଲେଖିଛନ୍ତି। ତାଙ୍କ ମା ଡାକି ସାରିଲେ। କିଏ? ସ୍ୱାମୀ ବିବେକାନନ୍ଦଙ୍କର ମା ଡାକି ସାରିଲେ। ସ୍ୱାମୀ ବିବେକାନନ୍ଦଙ୍କର ନାଁ ଛୋଟବେଳେ ଥିଲା ବିଲେ। ତେଣୁ ମା ଡାକି ସାରିଲେ। ସଞ୍ଜ ଗଡ଼ି ଯାଉଛି ହେଲା, ଇରେ ବିଲେ ବିଲେ ବିଲେ, କିନ୍ତୁ କୌଣସି ଉତ୍ତର ଦେଲା ନାହିଁ। ତେଣୁ ମାନେ ବ୍ୟସ୍ତ ହୋଇପଡ଼ିଲେ ସମସ୍ତେ। ସେ ବିଷୟରେ ଉଚ୍ଚା ସ୍ୱରରେ ଡାକି ସାରିଲା, ବିଲେ ବିଲେ, ତମ ଘରେ ଯେମିତି ଡାକନ୍ତି ନାହିଁ ତମ ମା, ମାନେ ତୁ ଶୁଣିଲୁ ନାହିଁ, ଆଉ ଜୋର ଡାକନ୍ତି ନାହିଁ, ଇରେ କୁଆଡ଼େ ଗଲୁ, ଏମିତି ଡାକନ୍ତି ନାହିଁ। ଉତ୍ତର କିଛି ପାଇଲେ ନାହିଁ। ତେଣୁ ସଞ୍ଜ ଗଡ଼ିକି ରାତି ହେଲା। ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ। ଜଣେ ଲୋକ କିଏ ସେ କଦଳୀ ବାଡ଼ି ଆଡ଼େ ତାକୁ ଯାଇ ଗଲା ପରେ ଦେଖିଲା ବେଳକୁ କ'ଣ କରିଛି ନା ବିଲେ ଚକା ପକେଇକି ବଇଛି। କ'ଣ ପାଇଁକି ନା ଛୋଟବେଳେ ତାଙ୍କ ମା ବିଲେକୁ ରାମାୟଣ କଥା କହନ୍ତି। ରାମାୟଣ କଥାରେ ହନୁମାନଙ୍କର ଜୀବନୀ ଶୈଳୀ ତାଙ୍କୁ କହିଛନ୍ତି। ତେଣୁ ହନୁମାନ କେମିତି ଆସନ୍ତି, ଯାଆନ୍ତି, କେଉଁଠି ରହନ୍ତି। ତେଣୁ ହନୁମାନ କଦଳୀ ଖାଇବାକୁ ଭଲ ପାଆନ୍ତି ବୋଲିକି ସିଏ ଯାଇକିରି କଦଳୀ ଗଛ ମୂଳରେ ଚକା ପକେଇକି ବସିକିରି ଧ୍ୟାନ କରୁଛନ୍ତି। ହନୁମାନ ଆସିଲେ ହନୁମାନଙ୍କୁ ଦେଖା କରିବେ। ଏଇଟା ହେଲା କ'ଣ ନା ପିଲାଦିନରୁ ବିଲେର ଏଇଭଳି ବିଚିତ୍ର ଆଚରଣ। ବେଳେବେଳେ ସେ ଚକା ପକାଇ ଧାନରେ ବସିଯାଆନ୍ତି। ଅନ୍ୟର ଦୁଃଖ ଦେଖିକି କାନ୍ଦି ପକାନ୍ତି। ଦୁଃଖୀ ଦରିଦ୍ରଙ୍କ ପ୍ରତି ତାଙ୍କ ହୃଦୟରେ ବହୁତ ଦୟା। ଘରୁ ଯାହା ପାଏ ସେ ଆଣିକି ବାଣ୍ଟି ଦିଅନ୍ତି। କିଏ? ବିଲେ। ବିଲେର ବାପା ବିଶ୍ୱନାଥ ଦତ୍ତ କଲିକତା ଉଚ୍ଚ ବିଚାଳୟରେ ଓକିଲାତି କରନ୍ତି। ଜ୍ଞାନୀ ଓ ଦାନୀ ଭାବରେ ସେ ସୁନାମ ଅର୍ଜନ କରିଥିଲେ। ମା ଭୁବନେଶ୍ୱରୀ ମଧ୍ୟ ଥିଲେ ଧର୍ମପରାୟଣ ଆଉ ଦାନଶୀଳ। ଅନେକ ଦିନ ଯାଏ ସେମାନଙ୍କର କୌଣସି ସନ୍ତାନ ଜାତ ହୋଇନଥିଲା। ଶେଷରେ ଭୁବନେଶ୍ୱରୀ କାଶୀର ବୀରେଶ୍ୱରୀ ମହାଦେବଙ୍କୁ ପୂଜା କରି ଏଇ ପୁଅଟିକୁ ପାଇଥିଲେ ବୋଲି କହନ୍ତି। ସେଇଥିପାଇଁ କି ସେମାନେ ଡାକନ୍ତି କ'ଣ ନା ବିଲେ। ତାଙ୍କର ବହୁତ ଦିନ ହେଲା ପିଲାଛୁଆ ହେଲା ନାହିଁ। ତେଣୁ ସିଏ କ'ଣ କଲେ ନା ଆମର ଯେଉଁ ଭୁବନେଶ୍ୱରୀ କାଶୀର ବିଲେଶ୍ୱରୀ ମହାଦେବଙ୍କୁ ପୂଜା କଲା ପରେ, ମାନସିକ କଲା ପରେ ତାଙ୍କର ଗୋଟେ ପିଲାଟିଏ ହେଇଥିଲା। ତେଣୁ ସେଇ ପିଲା ସେ ଠାକୁରଙ୍କ ନାଁରେ ରଖାଯାଇଥିଲା କ'ଣ ନା ବିଲେ। 1863 ମସିହା ଜାନୁଆରୀ 12 ତାରିଖ ଦିନରେ ବିଲେ ଜନ୍ମ ଗ୍ରହଣ କରିଥିଲେ।
ପିଲାଦିନେ ତାଙ୍କ ନାଁ ଥିଲା ନରେନ୍ଦ୍ର। ସାଙ୍ଗମାନେ ଡାକୁଥିଲେ ନରେନ। ପରବର୍ତ୍ତୀ କାଳରେ ତାଙ୍କ ନାଁ ହୋଇଥିଲା ବିବେକାନନ୍ଦ। ନରେନ୍ଦ୍ର ଛାତ୍ର ଭାବରେ ଥିଲେ ବିଚକ୍ଷଣ। ଅତି ସହଜରେ ପାଠ ସବୁ ତାଙ୍କର ମନେ ରହିଯାଉଥିଲା। ପାଠ୍ୟ ପୁସ୍ତକ ବ୍ୟତୀତ ବିଭିନ୍ନ ବିଷୟରେ ଲେଖା ହୋଇଥିବା ପୁସ୍ତକ ସବୁ ସେ ପଢ଼ି ପକାଉଥିଲେ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଅଧିକ ଚିନ୍ତାଶୀଳ ହୋଇପଡ଼ିଲେ। ବିଭିନ୍ନ ବିଷୟରେ ତାଙ୍କ ମନରେ ଅନେକ ପ୍ରଶ୍ନ ଜାତ ହେଲା। ଶ୍ରୀରାମକୃଷ୍ଣଙ୍କର ସହିତ ତାଙ୍କର ଦେଖା ହୋଇଗଲା। ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କ ମନରେ ଜାତ ହୋଇଥିବା ସବୁ ପ୍ରଶ୍ନର ଉତ୍ତର ସମାଧାନ କରିଦେଲେ। ସେ ତାଙ୍କୁ ବୁଝାଇ ଦେଲେ ପୃଥିବୀରୁ ସବୁ ଧର୍ମ ହେଲା ସମାନ। ମାନବ ସେବା ହିଁ ପ୍ରକୃତ ଭଗବାନଙ୍କର ପ୍ରକୃତ ସେବା। ବୁଝିପାରୁଛ? ସିଏ କ'ଣ କଲେ ନା ରାମକୃଷ୍ଣ ଯିଏ ଥିଲେ ତାଙ୍କର ଶ୍ରୀରାମକୃଷ୍ଣଙ୍କ ସହିତ ତାଙ୍କର ଦେଖା ହେଇଥିଲା। ନରେନ୍ଦ୍ରଙ୍କ ମନରେ ବିଲଙ୍କ ମନରେ ବା ତାଙ୍କ ମନରେ ଯେକୌଣସି ଥିଲା ପ୍ରଶ୍ନ ସିଏ ସବୁ ସମାଧାନ କରିଦେଲେ। କିଏ? ରାମକୃଷ୍ଣ। ତେଣୁ ସିଏ ତାଙ୍କୁ ବୁଝାଇ ଦେଲେ ପୃଥିବୀରେ ଯେତେ ଧର୍ମ ଅଛି ହିନ୍ଦୁ, ଶିଖ, ମୁସଲିମ, ଖ୍ରୀଷ୍ଟିଆନ ଯେତେ ଅଛି ସବୁ ଧର୍ମ ସବୁ ସମାନ। ତା ଦେହରେ କିଛି ନାହିଁ ଭେଦଭାବ, ସବୁ ସମାନ। ଗୋଟିଏ ଜିନିଷ ମାନବ ସେବା ହିଁ ଭଗବାନଙ୍କର ପ୍ରକୃତ ସେବା ବା ପୂଜା। ଯେଉଁ ଦୁଃଖୀ ଯେଉଁ ମଣିଷ ହଇରାଣ ପଡ଼ିଥିବ ତାକୁ ହିଁ ସେବା କଲେ ସେଇଠୁ ହିଁ ତୁମର ଭଗବାନ ଆଶୀର୍ବାଦ ପାଇପାରିବେ ବୋଲିକି ତାଙ୍କୁ ବୁଝେଇ ଦେଇଥିଲେ। କିଏ? ରାମକୃଷ୍ଣ ତାଙ୍କୁ ବୁଝେଇ ଦେଇଥିଲେ। କାହାକୁ? ନରେନ୍ଦ୍ର ବା ତାଙ୍କ ଡାକ ନାଁ ଥିଲା ବିଲେ। ଇଏ ହେଲା ପ୍ରଥମ ଦ୍ୱିତୀୟ ଅଧ୍ୟାୟ କାଲି ପଢ଼େଇବି। ଆଜି ଏତିକି ରହିଲା। ତୁମେ ଲେଖ।